ଆପଣଙ୍କ ପରିବାରରେ କି ପ୍ରବଳ ମଦ୍ୟପାନ କରୁଛନ୍ତି କି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କ ଠାରୁ କେମିତି ମଦ ଦୂରେଇ ରଖିବା ଚାହୁଁଛନ୍ତି କି ଏବଂ ସମ୍ପୂର୍ଣ୍ଣ ରୂପେ ତାଙ୍କ ଠାରୁ ମଦ୍ୟପାନକୁ ନ କରିବା ପାଇଁ ଆପଣ ପ୍ରୟାସ ଚାହୁଁଛନ୍ତି କି ତାହେଲେ କେତେକ ଉପାୟ ଆପଣଙ୍କୁ ଦିଆଯିବ ସେ ଉପାୟ ହିଁ ଆପଣ ଅବଲମ୍ବନ କରନ୍ତୁ। ଯଦିଓ ଆପଣ ପରିବାର କେହି ଜଣେ ମଦ୍ୟପାନ କରୁଛନ୍ତି ଆପଣଙ୍କୁ ନାହିଁ ନଥିବା ଦୁର୍ଦ୍ଦଶା ଆପଣ ଭୋଗ କରିବା ପାଇଁ ପଡ଼ୁଛି। ଯଥାକ୍ରମେ ଘରେ ଦୈନିକ କଳିହି ଉତ୍ପନ୍ନ କରୁଛନ୍ତି, ଆର୍ଥିକ ସଙ୍କଟ ମଧ୍ୟ ଦେଖାଯାଉଛି, ବାପ ପୁଅ ମଧ୍ୟରେ ମଧ୍ୟ ବିଭେଦ ସୃଷ୍ଟି ହେଉଛି, ସ୍ୱାମୀ ସ୍ତ୍ରୀ ମଧ୍ୟ ବିଭେଦ ସୃଷ୍ଟି ହେଉଛି, ସ୍ତ୍ରୀ ମଧ୍ୟ ରାଗି ବାପ ଘରୁ ପଳାୟନ କରୁଛି, ଆହୁରି ମଧ୍ୟ ଅଧିକରୁ ଅଧିକ ହୋଇକି କୋର୍ଟ କଚେରୀ ମଧ୍ୟ ମାମଲା ରୁଜୁ ହେଉଛି। ଯଦି ଏସବୁ ଜିନିଷ ଆପଣଙ୍କ ଘରେ ଉତ୍ପନ୍ନ ହେଉଛି ତାହେଲେ ଆପଣଙ୍କୁ ଦୁଇଟି ଉପାୟ ଆପଣଙ୍କୁ ମାନିବା ପାଇଁ ପଡ଼ିବ। କଲେ ଆପଣଙ୍କ ସେ ପିଲା ବା ସେ ବ୍ୟକ୍ତି ମଦ୍ୟପାନ ଠାରୁ ଦୂରେଇ ରହିବ। ପ୍ରଥମ ଉପାୟ ହେଲା ଆପଣ ଏକ ଶନିବାର କୃଷ୍ଣ ପକ୍ଷର ଶନିବାର ଦିନ ଆପଣ କ'ଣ କରିବେ ନା ତେଲରେ ଏକ ରୁଟି ତିଆରି କରନ୍ତୁ। ସେ ମଦ୍ୟପାନ କରିଥିବା ବ୍ୟକ୍ତିଙ୍କ ମୁଣ୍ଡରେ 7 ଥର ବୁଲେଇ ଦିଅନ୍ତୁ ଏବଂ ତାକୁ ସୁରକ୍ଷିତ ଭାବରେ ରଖନ୍ତୁ। ରାତ୍ରି ପାହିଲା ପରେ ଏକ କଳା କୁକୁରକୁ ଦିଅନ୍ତୁ। ଆପଣ ଗୋଟେ ଏକ କଳା କୁକୁର ଖାଇତେ ଦିଅନ୍ତୁ। ଏମିତି ପ୍ରତ୍ୟେକ ଶନିବାର ଦିନ କରନ୍ତୁ। 43ଟି ଶନିବାର କରନ୍ତୁ। 43ଟା ଶନିବାର ଭିତରେ ଆପଣ ସେ ବ୍ୟକ୍ତି ମଦ୍ୟପାନ ଠାରୁ ଦୂରେଇବା ପାଇଁ ଚେଷ୍ଟା କରିବ। ଦ୍ୱିତୀୟ ଉପାୟଟି ହେଲା ଆପଣ ଶୁକ୍ଳପକ୍ଷର ଶନିବାର ଆପଣ କ'ଣ କରିବେ ଏକ ଜାମ୍ବକୁଳି ଗଛ ମୂଳରେ କ୍ଷୀର ଏବଂ ଚିନିକୁ ସମ ପରିମାଣର କ୍ଷୀର ଏବଂ ସମ ପରିମାଣର ଚିନି ମିଶାଇ ଜାମ୍ବକୁଳି ଗଛ ମୂଳରେ ଢାଳନ୍ତୁ। ଏମିତି ମଧ୍ୟ ଯଦି ଆପଣ 21ଟି ଶନିବାର କରୁଛନ୍ତି ସେ ମଧ୍ୟ ବ୍ୟକ୍ତି ମଦ୍ୟପାନ ଠାରୁ ଦୂରେଇ ରହିବ। ଏମିତି ସବୁ ବାସ୍ତୁ ଦୋଷ ସହିତ ମଧ୍ୟ ଉତ୍ପନ୍ନ ହୁଏ। ତେଣୁକରି ଆପଣ ଏସବୁ ପ୍ରତିକାର କରନ୍ତୁ, ସେ ବ୍ୟକ୍ତି ମଦ୍ୟପାନ ଠାରୁ ଦୂରେଇ ରହିବ। ଜୟ ଜଗନ୍ନାଥ, ନମସ୍କାର।